ଗୋଟେ କଥା ଶୁଣିଛ ନା, ମୁଁ ଅଙ୍ଗନବାଡି ଯାଇଲି ଅଣ୍ଡା ଆଣିବା ପାଇଁ। ଆସିଲା ବେଳକୁ ମୋ ସାଙ୍ଗ ଦେଖା ହେଲା, ମତେ କହିଲା ରହ ଖାଇକି ଯିବି। ମୁଁ ମନା କରିଥିଲି, ସେ ବାଧ୍ୟ କଲା। ମୁଁ ହଉ ଖାଇଦେଇକି ପଳେଇମି। ଖାଇସାରିଛି ଦ୍ୱିପହରେ ବର୍ଷା ଆସିଲା। ମୋ ସାଙ୍ଗଟାରେ ଗୋରୁ ଗାଈ ବାନ୍ଧିଲା, ବାସନ କୁସନ ବାନ୍ଧିଲା। ମୁଁ ଆଉ ବସିବି ନା, ମୁଁ ତା ଲୁଗା ତୋଳି ଆଣିଲି। ମତେ କହିଲା ପଲଙ୍କ ଉପରେ ପକେଇଦେ। ମୁଁ ଆଉ ପଲଙ୍କ ରଖିବି ନା, ମୁଁ ଚଉତିକି ତା ଆଲମାରିରେ ରଖିଦେଇତେ ଗଲା ବେଳକୁ ମୁଁ ସେ ବାପ ଘରୁ ନାଲି ଶାଢୀ ପିନ୍ଧିକି ଆସିଥିଲି ଜାଣିଛ ନା, ସେଇଟା ଗୋଟେ ଶାଢୀ ତା ଆଲମାରିରେ ରହିଛି। ଆଉ ମୋର ଯୋଉ ଗୋଟେ ବିଛଣାରେ କାନ ଫୁଲ ହଜିଲା, ସେଇ ପଟେ ପାଇଲି ଆଉ କହିଲେ ରଖିଦେ ବିଛଣାରେ। ସେଇଭଳିଆ କାନ ଫୁଲ, କିନ୍ତୁ ତା ଝୁମୁକା ଟିକେ ତଳେ ଅଲଗା ଲାଗିଛି। ଆଜ୍ଞା ଜାଣିଛ ନା, ଯୋଉ ଗୋପାଳପୁର ମତେ ଜୋତା ଆଣିକି ଦେଇଲନି ନା, ଗୋଟେ ଦିନ ପିନ୍ଧି କହିଲ ହଜିଗଲା, କହିଲ କୁକୁର ନେଇଯାଇଥିବ, ଆଉ ଗୋଟେ କଣ ହବ ଫିଙ୍ଗିଦେ। ସେଇଟା ସେ ତା ଦୁଆର ମୁହଁରେ ରହିଛି, ତାକୁ ପଚାରିବି ନା। ପାଗଳ ନା କଣ? ତ ସେ କହିଲା ନା ଆଲମାର ଲୁଗା ରଖିଦେ। ମତେ କହିଲା ପଲଙ୍କ ରଖିତେ, ମୋ ପଲଙ୍କ ରଖିନି। ଖରା ହେବେ ନା କହିବ ଆଲମାରି ଚେକ୍ କଲା। କେତେ ପାଠ ପଢୁଛି? ଖରା ହେବେ ନା। ଚତୁର୍ଥ। ତୁ କେତେ ପାଠ ପଢୁଛୁ? ପଞ୍ଚମ। କିଏ ଅଧିକା ପାଠ ପଢୁଛି? ମୁଁ। କଥା ତୁ ଏଇଟା ପଚାରିନି, ସେ କହିବନି ନା ଏଇଟା ଆଳେଇଟେ ଜାଣିନି କିଛି ବୋଲିକି। ତୁ ଯେତେବେଳେ ଗୋପାଳପୁର ଜୁତା ଆଣିଥିଲୁ ସେଇ କଲର ଆଗ ବଡ ଛୋଟ ତୁ କହିଲୁ ନା ଗୋଟେ ବଡ ସାଇଜ ଦିଅ ସାନ ସାଇଜ ଦିଅ କହୁଲା ନା। ହଁ ତାକୁ ପଚାରିବୁନି, ଯେତେବେଳେ ଖରାପ ନାଗିବ। ଏତେ ପାଠ ପଢିଛି ତା ଆଗରେ ସେ କହିବ ନା କଣ ବୋଲି, କଣ ସେମିତି କିଛି କହିବୁନି। तू समझा? हाँ नहीं तू समझा नहीं।